ପିଲାମାନେ ପୁଣି ଆଜି ଗୋଟେ ନୂଆ ଭିଡ଼ିଓକୁ ତୁମମାନଙ୍କୁ ସ୍ୱାଗତ କରୁଛି। ଦେଖ ଆଜି ଅଛି କ'ଣ 19 ଅଧ୍ୟାୟ ଯେଉଁଟାକି ବାୟୁ। ଆମେ ଜାଣିଛନ୍ତି ଏ ପାଠ ହେଉଛି କେଉଁ କ୍ଲାସ୍ର ପଞ୍ଚମ ଶ୍ରେଣୀର କ'ଣ ପରିବେଶ ବିଜ୍ଞାନ ହେଲା। କ'ଣ ପରିବେଶ ବିଜ୍ଞାନ। ଆଜି ଟପିକ୍ ଅଛି କ'ଣ ବାୟୁ କେଉଁ ଅଧ୍ୟାୟ 19 ଅଧ୍ୟାୟ। ଯିବା ଡାଇରେକ୍ଟ ଆମେ क्वेश्चन प्रैक्टिस करवा। ओके देखिए शून्यस्थान पूरण कर कौन। एक नंबर मोमबत्ती जड़िले डैश गैस उत्पन्न हुए कह। मोमबत्ती जड़िले कौन क्यों गैस उत्पन्न हुए अंगारकाम्ल। कौन अंगारकाम्ल। तापर 2 नंबर गैस सोडा पानी प्रस्तुत रे व्यवहृत होता है एटा हूँ भी अंगारकाम्ल। कौन अंगारकाम्ल। 4 नंबर वायुर डैश फल बेलून फुली उठे। वायुर कौन चाप। वायु चाप पकेवा द्वारा बेलून टी फुली उठुची। तापरे वायुमंडल में अम्लजान गैस डैश भाग थाए। देख जदि आम कह टोटाली वायु कौन कौन सब उपादान रोचे जवक्षारजान रोचे है आ कौन रोचे आ गोटे रहा अंगारकाम्ल रोचे आ रहा जवक्षारजान अम्लजान अंगारकाम्ल आउ अच्छी आर्गन अच्छी हिलियम अच्छी एमती सब अच्छी। किंतु जदि अधिकांश जदि कहबा आम अधिकांश जदि कहबा ताहले 78 भाग होउछि कौन जवक्षारजान आउ ये जवक्षारजान भितर हाँ 78 गला आ रहा एक भाग होउछि कौन धूलिकणा आउ कौन अंगारकाम्ल मिसिकी अंगारकाम्ल तापरे जलीय बाष्प है कौन जलीय बाष्प मन रहिबो जलीय बाष्प धूलिकणा आउ अंगारकाम्ल मिसिकी एक भागे आउ 21 भागे होउछि अम्लजान है। तेणुक ये कौन कही वायुमंडल अम्लजान गैस केते 21 भाग। तापरे रेडी कांथरे चून देला परे वायु थिबा डैश गैस ताकू धड़ा करे अंगारकाम्ल। तापरे 7 नंबर निया लिभाइबारे डैश गैस दरकार अंगारकाम्ल। तापर 8 नंबर वायु रे डैश अधिक परिमाण रे अछि। वायु अधिक परिमाण रे कोटा अछि आमे जवक्षारजान अछि जवक्षारजान केते भाग अछि 78 भाग अछि। तापरे 9 नंबर उद्भिद जीवाणु मानक साहाय्य रे डैश सार प्रस्तुत करिଥାଏ। उद्भिद जीवाणु मानक साहाय्य रे केउ सार प्रस्तुत करिଥାଏ सेटा होछि नाइट्रोजन जोडा कि जवक्षारजान करिଥାଏ हैला। सेही जीवाणु माने सब कौन करिथांती जवक्षारजान को कलेक्ट करिथांते। जीवा 10 नंबर डैश को सार प्रस्तुत करिबारे व्यवहार करा जाय। डैश को जवक्षारजान को हैला जवक्षारजान। 11 नंबर सबुज उद्भिद माने खाद्य प्रस्तुत करिबारे डैश व्यवहार करती। सबुज उद्भिद माने खाद्य प्रस्तुत करिबारे डैश व्यवहार करती। आम काली एटा पढ़ी अंगारकाम्ल बोली केमती गोटे गछ अच्छी से गछरे
ଆମେ ଦେଖିବା ମାଟିରୁ କୌଣସି ଖଣିଜ ଲବଣ ନିଅନ୍ତି ଆଉ ହଁ ଗଛରେ ଏଠି କ'ଣ ହେଇଥିବ, ସୂର୍ଯ୍ୟଙ୍କର ଆଲୋକ କେତେବେଳେ ଦେଖାଯାଏ, ଦିନରେ ହେଲା, ଦିନରେ। ତେଣୁକରି ଦିନରେ ସୂର୍ଯ୍ୟ ଆଲୋକ ସିଏ ଗ୍ରହଣ କରେ, ବା ସୂର୍ଯ୍ୟାଲୋକ ଆମେ ଯେମିତି ଗୋଟେ ରୋଷେଇ ଯଦି କରୁଛନ୍ତି କ'ଣ ନିଆଁ ଦରକାର, ସେଇଭଳିଆ ଗୋଟେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟତଃ ଭାବରେ ସୂର୍ଯ୍ୟାଲୋକ ଦରକାର। ତାପରେ କ'ଣ, ଏଠି ଖଣିଜ ଲବଣ ଦରକାର। ତାପରେ ଆଉ ଗୋଟେ ଗ୍ୟାସ୍ ଦରକାର, ସେଇଟା ହେଉଛି କ'ଣ, ଅଙ୍ଗାରକାମ୍ଳ। କ'ଣ, ଅଙ୍ଗାରକାମ୍ଳ। ଅଙ୍ଗାରକାମ୍ଳ ଗ୍ୟାସ୍ ଦରକାର। ଏଠି ମୁଁ ନୋଟ୍ କରିଦେଉଛି। ଖାଦ୍ୟ ପ୍ରସ୍ତୁତ ପାଇଁ ଗଛ କ'ଣ କ'ଣ ଦରକାର ପଡ଼ୁଛି, ଏକରେ ସୂର୍ଯ୍ୟାଲୋକ ଦରକାର, ସୂର୍ଯ୍ୟାଲୋକ ନିହାତି ରହିବା ଦରକାର। ତାପରେ ଦୁଇରେ କ'ଣ, ଅଙ୍ଗାରକାମ୍ଳ। ତାପରେ ତିନିରେ କ'ଣ, ଖଣିଜ ଲବଣ। ତାପରେ ଆଉ କ'ଣ ଦରକାର, ତିନି ଗଲା, ଚାରି ଜଳ ଦରକାର। ଆଉ କ'ଣ ଦରକାର, ଆଉ ଗୋଟେ ପତ୍ର ଦରକାର ହେଲା। ପତ୍ର, କାହିଁକି, ଏ ପତ୍ର ସାହାଯ୍ୟରେ ସେ ଖାଦ୍ୟ ପ୍ରସ୍ତୁତ କରିଥାଏ। ଯେତେବେଳେ ସୂର୍ଯ୍ୟାଲୋକ, ଅଙ୍ଗାରକାମ୍ଳ, ଖଣିଜ ଲବଣ ଆଉ ଜଳ ଏତିକି ଉପସ୍ଥିତି ହେଇଯିବ, ସେଇ ସମୟରେ କ'ଣ ହେବ, ପତ୍ର ଦ୍ୱାରା ହେଲା, ପତ୍ର ସେ କ'ଣ କରିବ, ଏଇ ଖାଦ୍ୟ ପ୍ରସ୍ତୁତି କରିବ। ତେଣୁକରି ଏଠି କ'ଣ କହିଛି, ସବୁଜ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତ କରିବାରେ କ'ଣ ବ୍ୟବହାର କରନ୍ତି, ଅଙ୍ଗାରକାମ୍ଳ ଗ୍ୟାସ୍ ହେଲା। ଏଠି ଅଙ୍ଗାରକାମ୍ଳ ଗ୍ୟାସ୍, ଏଠି ଗ୍ୟାସ୍ଟା ଲେଖିଥିଲେ ଭଲ ହେଇଥାନ୍ତା। ପ୍ରସ୍ତୁତ କରିବାରେ କେଉଁ ଗ୍ୟାସ୍ ବ୍ୟବହାର କରନ୍ତି ଯଦି ହେଇଥିଲେ ଆପ୍ରୋପ୍ରିଏଟ୍ କ୍ୱେଶ୍ଚିନ୍ ହେଇଥାନ୍ତା। ତାପରେ ଡ୍ୟାସ୍, ଆମେ ଡ୍ୟାସ୍କୁ ଦେଖିପାରୁନା, କେବଳ ଅନୁଭବ କରିପାରୁ। ବାୟୁକୁ ଆମେ ଦେଖିପାରୁନି, କେବଳ ଅନୁଭବ କରିପାରୁ। 13 ନମ୍ବର, ମହାକାଶ ଯାତ୍ରୀମାନେ ଶ୍ୱାସକ୍ରିୟା କରିବା ପାଇଁ ଡ୍ୟାସ୍ ଥଳି ସାଙ୍ଗରେ ନେଇଥାନ୍ତି, ଅମ୍ଳଜାନ। ଆମେ ଜାଣିଛନ୍ତି ଅମ୍ଳଜାନ ହିଁ ଆମେ ଗ୍ରହଣ କରନ୍ତି ହେଲା, ଅଙ୍ଗାରକାମ୍ଳ ଆମେ ବାହାରକୁ ଛାଡ଼ନ୍ତି। ଅଗ୍ନି ନିର୍ବାପକ ଯନ୍ତ୍ରର ରଙ୍ଗ କିପରି, ନାଲି। ତାପରେ ଦେଖିବା 15, ଡ୍ୟାସ୍ର ପରିମାଣ ସବୁ ସ୍ଥାନରେ ସବୁ ସମୟରେ ସମାନ ନଥାଏ। ଡ୍ୟାସ୍ର ପରିମାଣ, ଜଳୀୟ ବାଷ୍ପ ହେଲା, ଜଳୀୟ ବାଷ୍ପର ପରିମାଣ ସବୁ ଜାଗାରେ ସମାନ ନଥାଏ। 16, ଭୂପୃଷ୍ଠର ଡ୍ୟାସ୍ କିଲୋମିଟର ପର୍ଯ୍ୟନ୍ତ ବହଳିଆ ସ୍ତରର ବାୟୁ ଆମ ପୃଥିବୀ ଘେରି ରହିଛି, 300 କିଲୋମିଟର ଭିତରେ ଆମର ବହଳିଆ କ'ଣ ଅଛି, ବାୟୁ ରହିଛି। ଉପରକୁ ଗଲେ ପତଳା ଅଛି। ତାପରେ 17 ନମ୍ବର, ଡ୍ୟାସ୍ ଶ୍ୱାସକ୍ରିୟା କରିବାରେ ଓ ଜଳିବାରେ ସାହାଯ୍ୟ କରେ, ଅମ୍ଳଜାନ। এটা କ'ଣ ହେବ, ଅମ୍ଳଜାନ। ତାପରେ ଦେଖିବା ସୋଡ଼ା ପାଣି ପ୍ରସ୍ତୁତିରେ କେଉଁ ଗ୍ୟାସ୍ ବ୍ୟବହୃତ ହୁଏ। ସୋଡ଼ା ପାଣି ପ୍ରସ୍ତୁତିରେ ଆମର ଅଙ୍ଗାରକାମ୍ଳ ଗ୍ୟାସ୍ ହେଉଛି। ସୋଡ଼ା ପାଣି ଆମର ତ ଆମେ ସ୍ପ୍ରାଇଟ୍ ପିଉଛନ୍ତି ବା ଥମ୍ସଅପ୍ ପିଉଛନ୍ତି, ସେ ଭିତରେ ସବୁ କ'ଣ, ସୋଡ଼ା ପାଣି ଥାଏ। ସେଇ ସୋଡ଼ା ପାଣି ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ଗ୍ୟାସ୍ ପୁରାଇ ଦିଆଯାଏ। ଯେତେବେଳେ ଠିପି ଖୋଲି ଦିଅନ୍ତି ହେଲା, ତାର କ୍ୟାପ୍ ଖୋଲି ଦିଅନ୍ତି, ସେ ବାହାରି ଆସେ ହେଲା, ସବୁ ଫିଡ଼ିକି। ତେଣୁକରି ସେଇଟା ଅଙ୍ଗାରକାମ୍ଳ ଗ୍ୟାସ୍ ଲାଗିଥାଏ। ଗ୍ୟାସ୍, କେଉଁ ଗ୍ୟାସ୍ ଶ୍ୱାସକ୍ରିୟା ବ୍ୟବହୃତ ହୁଏ। ଶ୍ୱାସକ୍ରିୟା କଥା ଯଦି ଆସିଲା ତାହେଲେ ଅମ୍ଳଜାନ। କ'ଣ, ଅମ୍ଳଜାନ। ବାୟୁ ଚାପ ପକାଏ ବୋଲି କିଏ ପ୍ରଥମେ ଦର୍ଶାଇଥିଲେ। ବାୟୁ ଚାପ ପକାଏ ବୋଲି କିଏ ପ୍ରଥମେ ଦର୍ଶାଇଥିଲେ। ଠିକ୍ ଉତ୍ତର ହେଉଛି ବୈଜ୍ଞାନିକ ଗେରିକ୍। କ'ଣ, ବୈଜ୍ଞାନିକ କିଏ, ଗେରିକ୍ ବୋଲି ଜଣେ ବୈଜ୍ଞାନିକ, ସେ ପ୍ରଥମେ ଦର୍ଶାଇଥିଲେ ବାୟୁ ଚାପ ପକାଏ ବୋଲି। ତାପରେ କେଉଁ ଗ୍ୟାସ୍ ଜଳିବାରେ ସାହାଯ୍ୟ କରେ, ଅମ୍ଳଜାନ ଗ୍ୟାସ୍। ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ କେତେ। ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ କେତେ, 21%। ତାପରେ ମହମବତୀ ଦହନ ଫଳରେ କେଉଁ ଗ୍ୟାସ୍ ସୃଷ୍ଟି ହୁଏ, ଅଙ୍ଗାରକାମ୍ଳ। ତାପରେ ସ୍ୱଚ୍ଛ ଚୂନ ପାଣିକୁ କେଉଁ ଗ୍ୟାସ୍ ଦୁଧିଆ ରଙ୍ଗ କରିଥାଏ, ଅଙ୍ଗାରକାମ୍ଳ। 8 ନମ୍ବର,
କେଉଁ ଗ୍ୟାସ୍ ଜଳୁଥିବା ନିଆଁକୁ ଲିଭେଇ ଦିଏ? ଅଙ୍ଗାରକାମ୍ଳ। ତାପରେ ଡାଲି ଜାତୀୟ ଉଦ୍ଭିଦ କେଉଁ ଗ୍ୟାସକୁ ସାର ରୂପେ ବ୍ୟବହାର କରେ? ଜୈବକ୍ଷାରଜାନ। ଜୈବକ୍ଷାରଜାନ। ତାପରେ 10 ନମ୍ବର, ବାୟୁମଣ୍ଡଳରେ ଜୈବକ୍ଷାରଜାନର ପରିମାଣ ଶତକଡ଼ା କେତେ? ବାୟୁମଣ୍ଡଳରେ ଜୈବକ୍ଷାରଜାନ ମୁଁ କହିସାରିଛି କେତେ ଭାଗ? ଶତକଡ଼ା 78 ଭାଗ। ଆମ ଚାରିପଟେ କ'ଣ ଘେରି ରହିଛି? ଆମ ଚାରିପଟେ କ'ଣ ଘେରି ରହିଛି? ବାୟୁ ଘେରି ରହିଛି। ଆଉ କ'ଣ ଘେରି ରହିଛି? ତାପରେ ବାୟୁ ପ୍ରବାହିତ ହେଲେ କ'ଣ ସୃଷ୍ଟି ହୁଏ? ବାୟୁ ଯଦି ପ୍ରବାହିତ ହେବ କ'ଣ ସୃଷ୍ଟି ହେବ? ପବନ। ଆମେ ଭାବନ୍ତି ବାୟୁ ଯାହା ପବନ ତାହା ନାହିଁ। ଯେତେବେଳେ ବାୟୁ ଏମିତି ଚଳପ୍ରଚଳ କଲା, ହେଲା, ଯିବା ଆସିବା କଲା, ସେଇଟାକୁ ଆମେ ପବନ ବୋଲି କହିବା। ଯେଉଁଟାକି ଆମର କ'ଣ ବିଭିନ୍ନ ପତ୍ର ହଲୁଛି। ହଲିଲା କାହିଁକି? କାରଣ ବାୟୁ ଯେତେବେଳେ ପ୍ରଭାବିତ ହେଲା ସେଇଟା ସେ ପବନ, ସେଇଟାକୁ ଆମେ କହୁଛନ୍ତି। ତାପରେ ବାୟୁ କ'ଣ ଅଧିକାର କରେ? ସ୍ଥାନ ଅଧିକାର କରେ, ହେଲା। ବାୟୁରେ ଶତକଡ଼ା କେତେ ଭାଗ ଅମ୍ଳଜାନ ଅଛି? 14 ନମ୍ବର। ବାୟୁରେ ଶତକଡ଼ା କେତେ ଭାଗ ଅମ୍ଳଜାନ ଅଛି? ଶତକଡ଼ା 21 ଭାଗ। ବିଜୁଳି, ଘଡ଼ଘଡ଼ି ଇତ୍ୟାଦି ପ୍ରାକୃତିକ ଘଟଣା ଘଟିବା ବେଳେ କ'ଣ ସୃଷ୍ଟି ହୁଏ? ନାଇଟ୍ରୋଜେନ୍ ଅକ୍ସାଇଡ଼, ହେଲା। ନାଇଟ୍ରୋଜେନ୍ ଅକ୍ସାଇଡ଼ ଯେଉଁଟାକୁ N2O, ସେଟାକୁ କହୁଛନ୍ତି ଯବକ୍ଷାରଜାନ ଅକ୍ସାଇଡ଼। ଯବକ୍ଷାରଜାନ ଅକ୍ସାଇଡ଼। ବଡ଼ କ୍ଲାସରେ ପଢ଼ିବ ଏଗୁଡ଼ାକ, ଖାଲି ମନେ ରଖିଥାଏ। ଯବକ୍ଷାରଜାନ ଅକ୍ସାଇଡ଼ ଇଏ ସମାନ ନା, N2O ଯାହା ଯବକ୍ଷାରଜାନ ଅକ୍ସାଇଡ଼ ତାହା। ତାପରେ କାହାକୁ ଆମେ ଦେଖିପାରୁ ନାହିଁ, କେବଳ ଅନୁଭବ କରିପାରୁ? ବାୟୁକୁ। ତାପରେ ନିଆଁ ଜଳିବାରେ କେଉଁ ଗ୍ୟାସଟି ସାହାଯ୍ୟ କରେ? ନିଆଁ ଜଳିବାରେ କେଉଁ ଗ୍ୟାସଟି ସାହାଯ୍ୟ କରେ? ଅମ୍ଳଜାନ, ଅଙ୍ଗାରକାମ୍ଳ, ଉଦ୍ଜାନ, ଯବକ୍ଷାରଜାନ। ଅମ୍ଳଜାନ। ଏଟା ପ୍ରାକ୍ଟିସ୍ କରିସାରିଛନ୍ତି, ସ୍ପିଡ଼ି ହିଁ ଯିବ, ଆଉ କିଛି ନାହିଁ। ତାପରେ ନିମତ କେଉଁଠି ସୋଡ଼ା ପାଣିରେ ଥାଏ? ସୋଡ଼ା ପାଣି ମୁଁ କହିସାରିଛି ଆଗରୁ, ଅଙ୍ଗାରକାମ୍ଳ। 3 ନମ୍ବର, ମହମବତୀ ଦହନ ଦ୍ୱାରା କେଉଁ ଗ୍ୟାସ୍ ସୃଷ୍ଟି ହୁଏ? ଦହନ ବୋଲେ ଜଳିବା, ତେଣୁକରି କେଉଁଟା? ଅଙ୍ଗାରକାମ୍ଳ। ତାପରେ 4 ନମ୍ବର, ନିମ୍ନଲିଖିତ କେଉଁଠି ଜଳୁଥିବା ନିଆଁକୁ ଲିଭେଇ ଦିଏ? କିଏ? ଅଙ୍ଗାରକାମ୍ଳ। ତାପରେ 5 ନମ୍ବର, ବାୟୁରେ କେଉଁ ଉପାଦାନର ଉଦ୍ଭିଦ ବୀଜାଣୁମାନଙ୍କ ଦ୍ୱାରା ସାର ସଂଗ୍ରହ? ସାର ସଂଗ୍ରହ ଯଦି କଥା କହିବା ଆସିବା, ତାହେଲେ ସିଏ କିଏ? ଯବକ୍ଷାରଜାନ, ନାଇଟ୍ରୋଜେନ୍। ତାପରେ 6 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଠି ସ୍ୱଚ୍ଛ ଚୂନ ପାଣିକୁ ଦୁଧିଆ ରଙ୍ଗ କରିଦିଏ? କିଏ? ଅଙ୍ଗାରକାମ୍ଳ। ବାୟୁମଣ୍ଡଳରେ କେଉଁ ଉପାଦାନଟି ଅଧିକ ପରିମାଣରେ ଅଛି? ଯବକ୍ଷାରଜାନ। 8 ନମ୍ବର, ଯବକ୍ଷାରଜାନ ବାୟୁମଣ୍ଡଳରେ ପ୍ରାୟ କେତେ ଶତକଡ଼ା ଅଛି? 78 ଭାଗ। 9 ନମ୍ବର, ଥଣ୍ଡା ପାନୀୟ ପ୍ରସ୍ତୁତ କରିବାରେ କେଉଁ ଗ୍ୟାସ୍ ବ୍ୟବହାର କରାଯାଏ? ଥଣ୍ଡା ପାନୀୟ ପ୍ରସ୍ତୁତ କରିବାରେ ଯେଉଁ ଆମେ କହୁଛନ୍ତି କୋଲ୍ଡ ଡ୍ରିଙ୍କସ୍, ଅଙ୍ଗାରକାମ୍ଳ। ଅଙ୍ଗାରକାମ୍ଳ ଗ୍ୟାସ୍କୁ ଆମେ ରଖନ୍ତି। 10 ନମ୍ବର, ବିଜୁଳି, ଘଡ଼ଘଡ଼ି ଇତ୍ୟାଦି ପ୍ରାକୃତିକ ଘଟଣା ଘଟିବା ବେଳେ କ'ଣ ସୃଷ୍ଟି ହୁଏ? ଯବକ୍ଷାରଜାନ ଅକ୍ସାଇଡ଼, ଆଗରୁ କହିଥିଲେ। ତାପରେ 11 ନମ୍ବର, ଭୂପୃଷ୍ଠରୁ କେତେ ଉଚ୍ଚତା ପର୍ଯ୍ୟନ୍ତ ବହଳିଆ ସ୍ତରର ବାୟୁ ଆମ ପୃଥିବୀକୁ ଘେରି ରହିଛି? କେତେ? 300। ତାପରେ 12 ନମ୍ବର, ଅଗ୍ନି ନିର୍ବାପକ ଯନ୍ତ୍ରକୁ ଚିହ୍ନିବା ପାଇଁ କେଉଁ ରଙ୍ଗ ବ୍ୟବହାର କରାଏ? ହଳଦିଆ, ଲାଲ, ସବୁଜ, ନୀଳ। ଲାଲ। ନେକ୍ସଟ ଯିବା। ତାପରେ ଦେଖିବା ଏଇଟା କ'ଣ ଅଛି? ଦୁଇଟି ଶବ୍ଦର ସମ୍ପର୍କ ଲକ୍ଷ୍ୟ କରି ଶୂନ୍ୟସ୍ଥାନ ପୂରଣ କର। 1 ନମ୍ବର, ଅଗ୍ନି ନିର୍ବାପକ ଯନ୍ତ୍ର ହେଲା ଅଙ୍ଗାରକାମ୍ଳ, ହେଲା। ଅଗ୍ନି ନିର୍ବାପକ ଯନ୍ତ୍ର ହେଲା ଅଙ୍ଗାରକାମ୍ଳ, ମାନେ ଯଦି କୋଉଠି ନିଆଁ ଲାଗିଯାଉଛି ତାକୁ ଲିଭାଇବା ପାଇଁ ଅଙ୍ଗାରକାମ୍ଳ ଦରକାର। ରୋଗୀକୁ କ'ଣ ଦରକାର? ଅମ୍ଳଜାନ ଦରକାର, ହେଲା। ଅକ୍ସିଜେନ ଲଗାଅ ବୋଲି କୁହନ୍ତି, ସେଇଟା ଅମ୍ଳଜାନ। ତାପରେ 10 ନମ୍ବର, ଯବକ୍ଷାରଜାନ 78%, ଅମ୍ଳଜାନ କେତେ? ଅମ୍ଳଜାନ ହେଉଛି 21।
ତାପରେ ଚୂନ ପାଣିରୁ ଦୁଧିଆ ରଙ୍ଗ କରିକି ଅଙ୍ଗାରକାମ୍ଳ ଯବକ୍ଷାରଜାନ କ'ଣ ଯବକ୍ଷାରଜାନ ଚୂନ ପାଣିରେ ଦୁଧିଆ ରଙ୍ଗ କରେ ଅଙ୍ଗାରକାମ୍ଳ। ଏଇଟା ସାର ହେଲା, ସାର ହେବ ଠିକ୍ ଉତ୍ତର। ହେଲା, ସାର ପ୍ରସ୍ତୁତି ପାଇଁ। ତାପରେ ଜଳୀୟ ବାଷ୍ପ ଥଣ୍ଡା ହେଲେ ଜଳକଣା ହୋଇଥାଏ। ଆଉ ଜଳ ଥଣ୍ଡା ହେଲେ କ'ଣ ହେବ? ବରଫ ହେବ। କ'ଣ ହେବ? ବରଫ ହେବ। ତାପରେ ସ୍ତମ୍ଭ ମିଳନ କର। ସ୍ତମ୍ଭ ମିଳେଇବା ଆମେ ପ୍ରାଣୀ ସହିତ କ'ଣ ଯୋଡ଼ିବା? ଓଦା ଲୁଗା, ଅଙ୍ଗାରକାମ୍ଳ, ଚାପ, ଅମ୍ଳଜାନ, ଯବକ୍ଷାରଜାନ। ଏକରେ ବାୟୁ କ'ଣ ଆମେ ଜାଣିଛନ୍ତି ଚାପ ପକାଏ ବୋଲି, ସରିଗଲା। ଉଦ୍ଭିଦ ସହିତ ଯଦି କହିବା, ଉଦ୍ଭିଦ କ'ଣ ହେବ କୁହ? ଉଦ୍ଭିଦ ଅଙ୍ଗାରକାମ୍ଳ ତା ସହିତ କନେକ୍ଟ ହେବ। ଅଙ୍ଗାରକାମ୍ଳ କ'ଣ କରୁଛି? ଖାଦ୍ୟ ପ୍ରସ୍ତୁତ କରୁଛି। ପ୍ରାଣୀକୁ କ'ଣ ଦରକାର? ଅମ୍ଳଜାନ ଦରକାର। ଉଦ୍ଭିଦର ଗ୍ରନ୍ଥି ବର୍ଷା ଦିନେ କ'ଣ ହୁଏ? ବର୍ଷା ଦିନେ ଲୁଗା ଓଦା ରୁହେ, ହେଲା। ଆଉ କୋଉଟା ରହିଗଲା? ଉଦ୍ଭିଦର ଗ୍ରନ୍ଥିରେ ହେଲା କ'ଣ ଥାଏ? ଯବକ୍ଷାରଜାନ ଥାଏ। ଆମେ ବିଭିନ୍ନ ଶିମ୍ବ ଗଛକୁ ଉପାଡ଼ି ଦେବା ବା ହରଡ଼ ଗଛକୁ ଉପାଡ଼ି ଦେବା, ସେଇଥିରେ କ'ଣ ଥିବ? ସବୁ ଗଣ୍ଠି ହେଇକି ସେ ଚେର ଗୁଡ଼ିକରେ ଥାଏ, ସେଇଥିରେ ଯବକ୍ଷାରଜାନ ଥାଏ। ଯବକ୍ଷାରଜାନ କ'ଣ? ସେଇଟା ଗୋଟେ ତାର ସେ ଯେଉଁ ଗଣ୍ଠି ମୁଁ କହୁଛି ଚେରରେ, ସେଥିରେ ତାର ଜୀବାଣୁମାନେ ଥାଏ। ଜୀବାଣୁମାନେ ସେମାନେ ଯବକ୍ଷାରଜାନ କ'ଣ ସାର କଲେକ୍ଟ କରିଥାନ୍ତି, ସେଠି ସଞ୍ଚୟ କରିନା ରଖିଥାନ୍ତି। ପିଲାମାନେ ଆଜି ଭିଡ଼ିଓ ହେଉଛି ଏତିକି। ଭିଡ଼ିଓଟି ଯଦି ଭଲ ଲାଗିଲା ନିହାତି ଲାଇକ୍ କରିବା। ମୋର ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଯଦି ଆସିଥିବା ସବସ୍କ୍ରାଇବ୍ କରିଦେବା ଆଉ ସାଙ୍ଗସାଥିମାନଙ୍କୁ ସେୟାର କରିବା, ସେମାନେ ବି ପଢ଼ନ୍ତୁ। ଧନ୍ୟବାଦ।